ଆମେ ଆଜି ଖଣ୍ଡଗିରି ଯାଇଥିଲୁ ବୁଲିବା ପାଇଁ, ଯେହେତୁ ଛୁଟି ଥିଲା ଟିକେ ବୁଲିଲୁ, ବହୁତ ବଢ଼ିଆ ଲାଗିଲା। ମୋତେ ଖାଲି ପଥରକୁ ପଥର ଡେଇଁବା ପାଇଁ ମୋତେ ବହୁତ ଭଲ ଲାଗେ। ମୁଁ ଯଦି ଯାଇଥିଲି କେବଳ ପଥରକୁ ପଥର ଡେଇଁବା ପାଇଁ କେବଳ ଯାଇଥିଲି। ମନ୍ଦିର ଟିକେ ଦର୍ଶନ କଲୁ, ତାପରେ କିଛି ଗୋଟେ ଚାଲିଲି, ତାପରେ ରାନୀ ସେ ଘର ଭିତରେ ଗୁମ୍ଫା ଭିତରେ ବସିଗଲା। ତାପରେ କିଛି ସମୟ ଚାଲିଲୁ, ଏଇଟା ପାହାଚ ପାହାଚ, ରାନୀ ଡେଉଁଛି, ପଥରକୁ ପଥର ଡେଉଁଛି। କେତେ ଲୋକ ଦେଖନ୍ତୁ। ଏଠି ଗୋଟେ କେନ୍ଦୁ ଗଛ ଅଛି, ମୋତେ କେନ୍ଦୁ ଖାଇବେ ବୋଲି ଟେକା ଫୋପାଡ଼ୁଛନ୍ତି। ଛୋଟ ଛୋଟ କେନ୍ଦୁ ପାଚିଛି, ଲୋକ ଖାଇବା ପାଇଁ ଟେକା ପକାଉଛନ୍ତି ଖାଇବେ ବୋଲି। ଖାଲି ପଥର ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ରାନୀ ତ ଖାଲି ଖାଲି ପଥରକୁ ପଥର ଖାଲି ଡେଉଁଛି, ଆଉ ତାକୁ କେତେ ମଜା ଲାଗୁଛି ଯେହେତୁ ବହୁତ ଦିନ ପରେ ଯାଇଛି ନା। ଦେଖନ୍ତୁ ଖାଲି ତ ଡେଇଁବାର ବ୍ୟସ୍ତ। ଏ ଭିଡ଼ିଓଟି ଶେଷ ଦେଖନ୍ତୁ, ଆପଣମାନେ ଜାଣିପାରିବେ, ବହୁତ ବଢ଼ିଆ ଲାଗିବ। ଲାଷ୍ଟକୁ ସେ କେମିତି ଡେଇଁବ ଦେଖନ୍ତୁ। ଲାଷ୍ଟକୁ ଏଠି ସେ କ'ଣ କରିବ, ସବୁଠୁ ଡେଇଁ ଡେଇଁ ପଳେଇ ଆସିଲା। ଏଠି ତାର ବୁଦ୍ଧି ପାଉନି କ'ଣ କରିବ, କେମିତି ଯିବ ସେଠିକି। ତଥାପି ଗଛକୁ ଆଉଜିକି କୁଣ୍ଢେଇ ଯାଇକିରି ପଳେଇଲା ସେପଟକୁ। ହଁ, ଭଲ ଲାଗୁଛି ଯା। ତାପରେ ଏଠୁ ଡେଇଁ ପଡ଼ିଲା। ଏଇଟା ହେଉଛି ଗଣେଶଙ୍କର ଗୁମ୍ଫା, ଗଣେଶ ଗୁମ୍ଫା। ତାପରେ ଆମେ କିଛି ବାଟ ଚାଲି ଚାଲି ପଳେଇଲୁ। ଯେହେତୁ ପାଣି ଚାଲିଥିଲା ଟିକେ ମୁହଁ ଫୁହଁ ଧୋଇ ପଡ଼ିଲୁ, ଟିକେ ପାଣି ପିଇଦେଲୁ। କିନ୍ତୁ କେତେ ସୁନ୍ଦର ଫୁଲ, ଆଉ ଏଇ ଭିତରେ ତ ଖାଲି ଜଙ୍ଗଲ। ଦେଖନ୍ତୁ ଖାଲି ଜଙ୍ଗଲ। ଏଠି ଗୋଟେ କ'ଣ ଚନ୍ଦନ କାଠ ଥିଲା ନା କ'ଣ, ଆକୁ ଇଏ କରୁଛନ୍ତି। ତାପରେ କିଛି ସମୟ ପୁଣି ଚାଲିଲୁ, ପଥରକୁ ପଥର। ଦେଖନ୍ତୁ ପଥର ଉପରେ ଠିଆ ହେଇକି ଦେଖନ୍ତୁ ତଳେ କେତେ ସୁନ୍ଦର ପ୍ଲେସ୍ ହେଇଛି। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ଆମେ ସେ ତଳକୁ ଯିବୁ, ଦେଖିବୁ। ଆଉ କେତେ ସୁନ୍ଦର ସୁନ୍ଦର ଗୁମ୍ଫା ବି ଅଛି ତା ତଳେ। ଆମେ ପ୍ରଥମେ ଚାଲି ଚାଲି ଯିବୁ ଏବେ। ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଗୁମ୍ଫା ହେଇଛି। ଦେଖିଲେ ରାନୀ ତା ଭିତରେ ପଶିଗଲା। ଏଠି ଗୋଟେ ଦେଖନ୍ତୁ ସାଙ୍ଗମାନେ, ତ ଉପରେ ଗୋଟେ ଗୁମ୍ଫା, ତ ମାନେ ତଳେ ଗୋଟେ ଗୁମ୍ଫା, ଉପରେ ବି ଗୋଟେ ଗୁମ୍ଫା ହେଇଛି। ଦେଖନ୍ତୁ କେତେ ବଡ଼ ଗୁମ୍ଫା ସେ ଉପରେ ହେଇଥିଲା।